ହଁ ମୁଁ ଶାଶ୍ୱତ ମୁଁ ଯାଉଛି କେଦାରନାଥ ଟ୍ରିପ୍ରେ ଗୌରୀକୁଣ୍ଡ ପର୍ଯ୍ୟନ୍ତ ତ ପହଞ୍ଚିଗଲି କିନ୍ତୁ ସେଠାରେ ଟ୍ରାକିଂ କରିବା ଆରମ୍ଭ କରୁ କରୁ ମୋତେ ଆହୁରି ଗୋଟେ ସୁନ୍ଦର ୱାଟରଫଲ୍ ଦେଖିବାକୁ ମିଳିଗଲା। ମୋ ସହ ଓଡ଼ିଶାରୁ ଆସୁଥିବା ଆହୁରି ସହଯାତ୍ରୀମାନେ ମଧ୍ୟ ମୋତେ ସେଠାରେ ଦେଖାହେଲେ, ଯେଉଁଠାରେ ବସି ସେମାନେ ଟିକେ ରେଷ୍ଟ ନେଉଥିଲେ। କାରଣ ଥିଲା ସେଇଠି ଗୋଟେ ଏଣ୍ଟ୍ରି ଗେଟ୍ ଥିଲା, ଯେଉଁଟାକି ସମସ୍ତେ ମିଶିକରି ଉପରକୁ ଯିବେ ଆଉ ଘୋଡ଼ାମାନଙ୍କୁ ମଧ୍ୟ ସେଠାରୁ ହାୟାର କରିପାରିବ। ମୁଁ ମଧ୍ୟ ରେଷ୍ଟ ନେଇ ସେଠାରୁ ବାହାରି ପଡ଼ିଲି। ଦେଖୁଥିଲେ ଗୋଟେ ବଡ଼ ବଡ଼ ପାହାଡ଼, ଗୋଟେ ଦୋକାନ, ସମସ୍ତଙ୍କ ଲୋକମାନଙ୍କ ଚଲାପଥରେ ସମସ୍ତେ ମିଶିକରି ଚାଲୁଥାଉ। କିଛି ସହଯାତ୍ରୀ ଆମର ତ ଆଗରେ ଘୋଡ଼ାରେ ପଳାଇଥିଲେ, ଆଉ କିଛି ମୋ ସହିତ ଚାଲି ଚାଲି ଯାଉଥିଲେ, କିନ୍ତୁ ମୁଁ ସେମାନେ ସମସ୍ତଙ୍କୁ ପାର କରି ଆଗକୁ ଚାଲିଗଲି। ଆଉ ବାଟରେ ଯାଉ ଦେଖିଲି ଗୋଟେ ବରଫର ପାହାଡ଼। ପାଣି ପିଇବାକୁ ଇଚ୍ଛା ହେଲା ତ ସେଠାରେ ଝରଣାର ପାଣି ଅଛି। ଏମିତି ବହୁତ ଜଣ ଲୋକଙ୍କୁ ସହଯାତ୍ରୀମାନେ ବାଟରେ ଦେଖିବାକୁ ପାଇଲି। ଆଉ ମନ୍ଦିର ଏମିତି ଚଲାପଥରେ ବହୁତ ସାରା ପଡ଼ୁଥିଲା, ତାକୁ ମୁଁ ଦର୍ଶନ କରି କରି ଆଗକୁ ଚାଲିଥାଏ। ସଂକୀର୍ଣ୍ଣ ରାସ୍ତାର ପାଖରେ ଗୋଟେ ସୁନ୍ଦର ସୁନ୍ଦର ୱାଟରଫଲ୍ ତୁମର ମନକୁ ଆହୁରି ଉତ୍କଣ୍ଠିତ କରିଦେଉଥାଏ। ଏମିତି ମଧ୍ୟରେ ମୋତେ ମଧ୍ୟ ଆଉ ଗୋଟେ ୱାଟରଫଲ୍ ମିଳିଗଲା। ମୁଁ